ଅନ୍ୟକୁ ଗିଫ୍ଟ ଦେବା ବହୁତ ଭଲ। ଏହାଦ୍ୱାରା ପୂର୍ଣ୍ଣ ଅର୍ଜନ ହୋଇଥାଏ, ଏଥିସହ ଖୁସି ମିଳିଥାଏ। ହେଲେ ମନେ ରଖନ୍ତୁ, ଆପଣ ବ୍ୟବହାର କରୁଥିବା ଜିନିଷ ଭୁଲରେ କାହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ବଢ଼ି ଯାଇଥାଏ। ଆପଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଜିନିଷ ଅନ୍ୟକୁ ଦାନ କଲେ ମାଡ଼ି ଆସିବ ବିପଦ। ଆପଣ ସାଧାରଣତଃ ନିଜେ ବ୍ୟବହାର କରୁଥିବା ପରଫ୍ୟୁମ୍ ବା ଅତର କେବେ ବି ଅନ୍ୟ କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ସେହିପରି ନିଜେ ପିନ୍ଧିଥିବା ମୁଦିକୁ ଆଙ୍ଗୁଠିରୁ ବାହାର କରି ଆଉ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅପର ପାର୍ଶ୍ୱ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇଥାଏ ଓ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ। ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କର ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି। ସାଧାରଣତଃ ଆମେ ଘରେ କିମ୍ବା ବାହାରେ ଅନ୍ୟମାନଙ୍କ ସହ ଜୋତା ଚପଲ ବଦଳ କରିଦେଇଥାଉ ବା ପୁରୁଣା ଜୋତା କାହାକୁ ଦାନ କରିଦେଇଥାଉ। ମାତ୍ର ଏପରି କରିବା ଠିକ୍ ନୁହେଁ। ନିଜେ ବ୍ୟବହୃତ ଜୋତା ଚପଲ ଅନ୍ୟକୁ ଦେବା